ଜୟ ଜଗନ୍ନାଥ। ଜଗନ୍ନାଥଙ୍କର ନାମ ନେଇ ଆଜିର ଅନୁଚିନ୍ତା ଆରମ୍ଭ କରିବା। ଆଜି ଜାଣିବା କେଉଁ ଗଛରୁ କି ପ୍ରକାର ଔଷଧ ମିଳେ, ତାପରେ ନିମ୍ବ ଗଛର ଉପକାରିତା। ଭିଡ଼ିଓକୁ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଆଜିର ଅନୁଚିନ୍ତା ଆରମ୍ଭ କରିବା। ଏହି ଗଛର ନାମ ଅରଖ। ଉପଯୋଗୀ ଅଂଶ ହେଲା କ୍ଷୀର। ଉପକାରିତା ଘା ଓ ପରିସ୍ରା ପୋଡ଼ା ବନ୍ଦ କରିଥାଏ। ଏହା ହେଉଛି ନିମ୍ବ। ନିମ୍ବ ଗଛର ପତ୍ର ଓ ଛେଲି ଚର୍ମ ରୋଗ, ବହୁମୂତ୍ର ଭଲ କରିଥାଏ। ଏହା ହେଉଛି ଘିକୁଆଁରୀ। ଉପଯୋଗୀ ଅଂଶ ହେଲା ପତ୍ର। ମୁଣ୍ଡ ଥଣ୍ଡା ରଖେ, ବ୍ୟଥା କମାଇଥାଏ। ଏହା ହେଉଛି ଗୁଡ଼ମାରି ଗଛର ନାମ। ଉପଯୋଗୀ ଅଂଶ ହେଲା ପତ୍ର। ମଧୁମେହକୁ ରକ୍ଷା କରେ। ଏହା ହେଉଛି ଚିରେଇତା ଗଛର ନାମ। ଏହାର ଉପଯୋଗୀ ଅଂଶ ଡାଳ, ମୂଳ, କୃମି, ପିତ୍ତ ନାଶ କରିଥାଏ। ଏହା ହେଉଛି ଡାଳିମ୍ବ। ଉପଯୋଗୀ ଅଂଶ ହେଲା କଢ଼ି ଓ କଷି, ଝାଡ଼ା ବନ୍ଦ କରିଥାଏ। ଏହା ହେଲା ପାସାରୁଣୀ ଗଛ। ଉପଯୋଗୀ ଅଂଶ ହେଲା ପତ୍ର। ଏହା ଗଣ୍ଠି ଆଣ୍ଠୁବିନ୍ଧା ବନ୍ଦ କରିଥାଏ। ଏହା ହେଲା ପୋଟଳ। ପୋଟଳ ଗଛର ପତ୍ର ପିତ୍ତ ନାଶ କରିଥାଏ। ଏହା ହେଲା ତୁଳସୀ ଗଛର ପତ୍ର ଥଣ୍ଡା, କାଶ, କଫ ନାଶ କରିଥାଏ। ଏହା ହେଲା ବେଲ। ବେଲ ଗଛର ପତ୍ର ଓ ଫଳ ପେଟ ରୋଗ ଭଲ କରିଥାଏ। ଏହାର ନାମ ହେଲା ମୁଥା। ଏହାର ଚେର ନାକରୁ ରକ୍ତ ପଡ଼ିବା ବନ୍ଦ କରିଦେଇଥାଏ। ଏହାର ନାମ ହେଲା ବିଶଲ୍ୟକରଣୀ। ଏହାର ପତ୍ର କଟା ଘା ଭଲ କରିଦେଇଥାଏ। ଏହା ହେଲା ବାସଙ୍ଗ ଗଛର ପତ୍ର। ଏହାର ପତ୍ର କାଶ ହୋଇଥିଲେ ଭଲ କରିଥାଏ। ଏହା ହେଲା ଗେଣ୍ଡୁ ଫୁଲର ପତ୍ର କଟା ଘା ଭଲ କରିଥାଏ। ଏହା ହେଲା ନିମ୍ବପତ୍ର। ପତ୍ର ଓ ଛେଲି ଚର୍ମ ରୋଗ, ବହୁମୂତ୍ର ଭଲ କରିଥାଏ। ଏହା ହେଲା ସପୁରୀ। ଏହାର ପତ୍ର ଦେହରେ କୃମି ହୋଇଥିଲେ କୃମିକୁ ନାଶ କରିଥାଏ। ସିଂଡାହାର ପତ୍ର ଜ୍ୱର କମାଇଥାଏ। ଏହା ହେଉଛି ସଜନା ଗଛର ପତ୍ର ରକ୍ତଚାପ କମାଇଥାଏ। ଏହା ହେଉଛି ବଉଳ ଗଛ। ବଉଳ ଗଛର ଛେଲା ଓ ମଞ୍ଜିକୁ ଦାନ୍ତ ଘଷିବାରେ ଦାନ୍ତ ଶକ୍ତ ହୋଇଥାଏ। ଏହା ହେଲା ଦୁବ। ଦୁବର ପତ୍ର ନାକରୁ ରକ୍ତ ପଡ଼ିବା ବନ୍ଦ କରିଥାଏ। ଏହା ହେଲା ଗଙ୍ଗଶିଉଳି। ଗଙ୍ଗଶିଉଳିର ପତ୍ର ଜ୍ୱର କମାଇଥାଏ। ଏହା ହେଲା ପୋଦିନା ପତ୍ର। ଏହା ବାନ୍ତି ବନ୍ଦ କରି ହଜମ କରାଇଥାଏ। ନିମ୍ବ ଗଛ କୃଷ୍ଣକାର୍ପାସ, ନିଗିଡ଼ା, ପଥୁରିଆ ମାଟି, ଶୁଷ୍କ ଜଳବାୟୁ ଅଞ୍ଚଳରେ ଭଲ ବଢ଼ିଥାଏ। ଲିମ୍ବ ଗଛର ପତ୍ର, ଫୁଲ, ବଉଳ ଚେରରୁ ବିଭିନ୍ନ ପ୍ରକାର ଔଷଧ, କୀଟନାଶକ ପ୍ରସ୍ତୁତ କରାଯାଇଥାଏ। ଏହାର ବଲ୍କଲ, ବନ୍ଧୁର ଓ ପିଙ୍ଗଳ ପତ୍ର ଯୌଗିକ ଓ ଧାର ଦନ୍ତୁରିତ ହୋଇଥାଏ। ଫୁଲ ଧଳା ଓ ସୁବାସିତ। ଫଳ ଗୋଲାକାର ଓ ସବୁଜ ଏବଂ ଏହା ପାଚିଲେ ହଳଦିଆ ଦେଖାଯାଇଥାଏ। ଏହି ନିମ୍ବ ଗଛ ଆମର ବହୁ ଉପକାରରେ ଆସୁଥିବାରୁ ଏହାକୁ ଔଷଧୀୟ ଗୁଣ ରୂପରେ ବି ବ୍ୟବହାର କରାଯାଇଥାଏ। ନିମ୍ବ ଗଛର ପତ୍ର, ଫୁଲ, ଫଳ, ଚେର, କାଠ, ଡାଳ, ବଉଳ ଆଦି ଆମର ବିଭିନ୍ନ ପ୍ରକାର କାର୍ଯ୍ୟରେ ଲାଗିଥାଏ। ଏହା ଔଷଧୀୟ ଗଛ ଭାବେ ଆମ ରାଜ୍ୟର ପୁରପଲ୍ଲୀରେ ଘରେ ଘରେ ସୁପରିଚିତ। ପ୍ରାୟ ବର୍ଷସାରା ଏହାର ଝଙ୍କାଳିଆ ଗୋଲାକାର ମଥା, ଅଙ୍କା ବଙ୍କା ଡାଳ, କଟା କଟା ପତ୍ର, ଛୋଟ ଛୋଟ ଧଳା ରଙ୍ଗର ଫୁଲ ଜନମନ ହରଣ କରିଥାଏ। ଏହାର
କଞ୍ଚାଳିଆ ପତ୍ର କାଛୁ କୁଣ୍ଡିଆ ଭଲ କରିବା ପାଇଁ ଏକ ଉତ୍ତମ ଔଷଧ। ବସନ୍ତ, ହାଟଫୁଟି, ମିଳିମିଳା, ଡାଇବେଟିସ୍ ଆଦି ରୋଗ ପାଇଁ ଏହା ପ୍ରତିଷେଧକ ଭାବରେ କାର୍ଯ୍ୟ କରିଥାଏ। ଏହାର ଶୁଖିଲା ପତ୍ରକୁ ଗୁଣ୍ଡ କରି ଖାଦ୍ୟଶସ୍ୟ, ଲୁଗାପଟା ଓ ବହିପତ୍ରରେ ସାଇତି ରଖିଲେ କୀଟ ପତଙ୍ଗ ଦାଉରୁ ଶସ୍ୟ ସୁରକ୍ଷିତ ରହେ। ଏହାର ପତ୍ର ଓ ଫୁଲ ଆମର ଉତ୍ତମ ଖାଦ୍ୟ ରୂପେ ବ୍ୟବହାର ହୁଏ। ଏହା ଆମ ଶରୀରରୁ କୃମିନାଶ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାର ପିଡ଼ିଆ ଗୋଖାଦ୍ୟ ଓ କୁକୁଡ଼ା ଖାଦ୍ୟ ରୂପେ ବ୍ୟବହୃତ ହୁଏ। ଏହାର ପତ୍ର ଓଟର ଏକ ପ୍ରଧାନ ଖାଦ୍ୟ। ଏହାର ବଲ୍କଲ ସାମୟିକ ଜ୍ୱର, କଫ, ପିତ୍ତକୋଷ, ବାନ୍ତି, ଛାତି ଜଳା ଇତ୍ୟାଦି ଉପଶମ କରିବାରେ ବ୍ୟବହୃତ ହୋଇଥାଏ। ପୁନଶ୍ଚ ଏହା ରକ୍ତ ପରିଷ୍କାର କରେ ଓ ଶରୀରର ବଳ ବଢ଼ାଇଥାଏ। ନିମ୍ବ ତେଲ ଗୋଲକୃମି, ଚର୍ମରୋଗ, ଆଣ୍ଠୁଗଣ୍ଠି, ବାତ, ଶାରୀରିକ ଦୁର୍ବଳତା ନିରାକରଣ କରେ ଏବଂ ଘା ଧୋଇବାରେ ଆବଶ୍ୟକ ହୋଇଥାଏ। ପ୍ରସାଧନ ସାବୁନ ତିଆରିରେ ମଧ୍ୟ ଏହା ବ୍ୟବହୃତ କରିଥାଏ ଆଉ ଲୋକମାନେ ଏହାକୁ ବ୍ୟବହାର ମଧ୍ୟ କରିଥାନ୍ତି। ଏହାର ଗଛ ଡାଳ କାଠିରେ ଦାନ୍ତ ଘଷିଲେ ଦାନ୍ତ ଶକ୍ତ, ମଜବୁତ ଓ ପାଟି ଜୀବାଣୁମୁକ୍ତ ରହିଥାଏ। ନିମ୍ବ ଗଛ ଲଗାଯାଇଥିବା ସ୍ଥାନକୁ ଅନେକ ବିଷାକ୍ତ କୀଟପତଙ୍ଗ ଆସନ୍ତି ନାହିଁ। ଏହି ସ୍ଥାନର ବାୟୁ ନିର୍ମଳ ଓ ଜୀବାଣୁମୁକ୍ତ ରହିବା ଫଳରେ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର ହୋଇଥାଏ। ନିମ୍ବ ଗଛର ଔଷଧୀୟ ଗୁଣ ଯୋଗୁଁ ନିମ୍ବ ଟୁଥପେଷ୍ଟ ଓ ଦାନ୍ତଘଷା ପାଉଡର ମଧ୍ୟ ତିଆରି କରାଯାଉଛି। ଏସବୁ ହେଉଛି ଆୟୁର୍ବେଦିକ ଔଷଧ। ତଥାପି ଶରୀର ଦୁର୍ବଳ ହେଲେ, ଜ୍ୱର, କାଶ, କଫ ହେଲେ ଡକ୍ଟରଙ୍କ ପରାମର୍ଶ ନିହାତି ଜରୁରୀ ଅଟେ। ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ ଆଉ ଦେହ ଶରୀର ସୁସ୍ଥ ରଖନ୍ତୁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ ବନ୍ଧୁ। ବେଲ୍ ଆଇକନ୍କୁ ଟଚ୍ କରି ସବସ୍କ୍ରାଇବ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।